ସମସ୍ତଙ୍କୁ ଏସ୍‌ଟି ଚ୍ୟାନେଲରେ ଥରେ ସ୍ୱାଗତ ଜଣାଏ। ସମସ୍ତଙ୍କ ପାଇଁ ଦେଖନ୍ତୁ ନୂଆ ଭେକେନ୍ସି ଆସିଲା, ଯେଉଁ ଭେକେନ୍ସି କି ଆପଣ ବହୁତ ଦିନ ଧରି ଦୀର୍ଘ ଦିନ ଧରି ୱେଟ୍ କରିଛନ୍ତି, ଯେ କି ୟୁଏସ୍ଏଫ୍ ଆଉ ଆଇଆର୍ବି ଓଡ଼ିଶା ପୋଲିସର ଭେକେନ୍ସି ଆସିଗଲା। ଯେଉଁ ଆଉ ଆଇଆର୍ବିର ଭେକେନ୍ସି ଆସିଗଲା, ଯେ କି ଆଉ ଫୋନ୍ କରିବା ପାଇଁ ପଡ଼ିବନି କିମ୍ବା ମେସେଜ୍ କରିବା ପାଇଁ ପଡ଼ିବନି। ମୁଁ ଆପଣମାନଙ୍କୁ ଛାଡ଼ିଥିଲି ଗୋଟେ କିଛି ଦିନ ହେବ ଗୋଟେ ଭିଡ଼ିଓଟି, ଯେ କି ଆପଣମାନେ ତାକୁ ଦେଖି କହିଥିଲେ ଯେ ଫେକ୍ ନ୍ୟୁଜ୍, ଯେ କି ଆପଣମାନେ ସାର୍ ଏକୁ ବନାଉଛନ୍ତି କ'ଣ ପାଇଁ, ଯେ କି ମୋ ଫେକ୍ ବି ନ୍ୟୁଜ୍ କେବେ ବି ବନେଇ ନାହିଁ କି ଆଜି ବି ବନେଇବି ନାହିଁ, ଯେ କି ଆପଣମାନଙ୍କ ପାଇଁ ମୁଁ ଫେକ୍ ନ୍ୟୁଜ୍ କେବେ ବି ଆଣିବିନି। ଦେଖନ୍ତୁ ୟୁଏସ୍ଏଫ୍ ଆଇଆର୍ବିର ଭେକେନ୍ସି ଆସିସାରିଛି। ତାର କେବେ କ'ଣ ଫର୍ମ ଆପ୍ଲାଏ ହେବ, କେତେ କ'ଣ କ୍ୱାଲିଫିକେସନ୍ ମାଗିଛି, କେଉଁ ପ୍ରୋସେସ୍ର ଆପଣମାନଙ୍କୁ ସିଲେକ୍ସନ୍ କରିବ, ଏଥର ଟିକେ ବଦଳାବ ହେଇଛି। ଆପଣମାନେ ସବୁକିଛି ଏ ଭିଡ଼ିଓରେ ମୁଁ ଆଲୋଚନା କରିବି। ସମସ୍ତେ କେହି ବି କୁଆଡ଼େ ଯାଆନ୍ତୁନି, ଭଲ ଭାବରେ ଭିଡ଼ିଓଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କିଛି କିଛି ସପୋର୍ଟ କରନ୍ତୁ, ଯେ କି ଭଲ ଭାବରେ ଆପଣମାନେ ଗୋଟେ କମେଣ୍ଟ ବି ଦିଅନ୍ତୁ। ଚାଲନ୍ତୁ ଯିବା, ଡେରି ନକରି ଭିଡ଼ିଓକୁ ଆରମ୍ଭ କରିବା। ଦୟାକରି ଭିଡ଼ିଓଟିକୁ ଆରମ୍ଭରୁ ଭଲ ଭାବରେ ବିନା ସ୍କିପ୍ କରି ଦେଖନ୍ତୁ। ଓଡ଼ିଶା ପୋଲିସ ଷ୍ଟାଫ୍ ସିଲେକ୍ସନ୍ କମିଶନର ବୋର୍ଡ଼ ରିକ୍ରୁଟମେଣ୍ଟ 2024ର ଭେକେନ୍ସିଟି ଆସିଛି। ବହୁତ ସୁନ୍ଦର ଭେକେନ୍ସି, ଯେ କି ଆପଣମାନେ ଭାବୁଥିବେ ଏଇଟା ଫେକ୍, ନା ଫେକ୍ ନୁହେଁ। ବହୁତ ମୁଁ ଆପଣମାନଙ୍କୁ ଅଫିସିଆଲ ନୋଟିଫିକେସନ୍ରେ ଦେଖାଇ ସାରିଛି। ଦେଖନ୍ତୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ ବୋର୍ଡ଼ OBSSB, এটা অল ଓଡ଼ିଶା କ୍ୟାଣ୍ଡିଡେଟ୍ ଆପ୍ଲାଏ କରିପାରିବେ। ଭଲ ଭାବରେ ଦେଖନ୍ତୁ, ଏଇଟା ଅଲ୍ ଓଡ଼ିଶା କ୍ୟାଣ୍ଡିଡେଟ୍ ଆପ୍ଲାଏ କରିପାରିବେ। ପୋଷ୍ଟ ନା କ'ଣ ଅଛି, କନେଷ୍ଟବଳ ଆଉ ସଫିର ପୋଷ୍ଟ, ଦୁଇଟା ପୋଷ୍ଟ ଯେଉଁ ବାହାରିଛି। ଦେଖନ୍ତୁ ଟୋଟାଲ୍ ଭ୍ୟାକେନ୍ସି କେତେ ଅଛି, ଟୋଟାଲ୍ ଭ୍ୟାକେନ୍ସି 1513ଟି ଭ୍ୟାକେନ୍ସି ଅଛି। ମେ ବି ଇନକ୍ରିଜ୍, ଆଗକୁ ଇଏ ବଢ଼ିପାରେ, ଭ୍ୟାକେନ୍ସିଟି ବଢ଼ିପାରେ। ମୋତେ ଲାଗୁଛି ଏ ଭ୍ୟାକେନ୍ସିଟି ଆଗକୁ ବଢ଼ିପାରେ। ମୋତେ ଲାଗୁଛି ଭ୍ୟାକେନ୍ସିଟା ଆଗକୁ ବଢ଼ିପାରିବ। ସମସ୍ତେ ଭଲ ଭାବରେ ନିଜ ନିଜ ତୟାରୀ ଜାରି ରଖନ୍ତୁ, ଯେ କି ଆପଣମାନେ ଏଟାକୁ କ୍ୱାଲିଫାଇ କରିବାକୁ ହେଲେ ଯେ ଆପଣଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିବ। ଦେଖନ୍ତୁ ଏଜ୍ ଲିମିଟ୍ କେତେ ଅଛି, ଭଲ ଭାବରେ ଦେଖନ୍ତୁ। 1513ଟି ଭେକେନ୍ସିର ଏଜ୍ ଲିମିଟ୍ କେତେ ଅଛି, 18ରୁ ମିନିମମ୍ ଏଜ୍ 18 ବର୍ଷ, ମ୍ୟାକ୍ସିମମ୍ ଏଜ୍ କେତେ ନା 23 ବର୍ଷ। ମିନିମମ୍ ଏଜ୍ କେତେ, କାଉଣ୍ଟିଂ କେବେ ହେବ ମୁଁ ଆପଣଙ୍କୁ ଜଣାଇ ଦେଉଛି। ଏଠାର ଲେଖା ହେଇଯିବ ଯେ 2023 କି ଆପଣମାନଙ୍କୁ ଯେ କି 18 ବର୍ଷ ହେଉଥିବ 1 ଜାନୁଆରୀ 2023 କି 18 ବର୍ଷ ହେଉଥିବ 1 ଜାନୁଆରୀ 23 କି 23 ବର୍ଷ ପାର ହେଉନଥିବ। ଯେଉଁମାନେ ଏଟାକୁ ଆପ୍ଲାଏ କରିବାକୁ ଚାହିଁବେ, ତାହେଲେ ଏଇ କ୍ରାଇଟେରିଆ ଅନୁସାରେ ଯାହାର 23 ବର୍ଷ କିମ୍ବା 18 ବର୍ଷ ହେଉଥିବ ସେଇମାନେ ଏଟାକୁ ଆପ୍ଲାଏ କରିପାରିବେ। ତାପରେ ଆଉ ଗୋଟେ କଥା ଦେଖନ୍ତୁ, ଯେଉଁ ଏଜ୍ ରିଲାକ୍ସେସନ୍ ବଢ଼େଇ ଦେଇଛି, ଯେ କି ଦେଖନ୍ତୁ SC ST ଆଉ SC BCର 5 ବର୍ଷ ଫୁଲ୍ ରିଲାକ୍ସେସନ୍ ରଖିଛି। ଏଇଟା ଭଲ ଭାବରେ ଦେଖନ୍ତୁ, ଯେ କି ଥିଲା ଯେଉଁ କେତେ SC STର 5 ବର୍ଷ, ଆଉ SC BCର କେତେ 3 ବର୍ଷ, ନା ସେଟାକୁ 5 ବର୍ଷ କରିଦେଇଛି। ତାପରେ ଦେଖନ୍ତୁ କ୍ୱାଲିଫିକେସନ୍ କେତେ ଅଛି, ଦେଖନ୍ତୁ 10th, ଓନ୍ଲି 10th ଲେବୁଲ୍ର ଭେକେନ୍ସିଟି ଅଛି। କେହି ବି ଡେରି କରନ୍ତୁନି, ଭଲ ଭାବରେ ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏଇ ଯେଉଁ 10thର ଭେକେନ୍ସି ଅଛି, 10th ଲେବୁଲ୍ର ଯେଉଁ ଭେକେନ୍ସିଟି ଅଛି, ଓଡ଼ିଶା ପୋଲିସର ଯେଉଁ କନେଷ୍ଟବଳର ଭେକେନ୍ସି ଆସିଛି ଓନ୍ଲି 10th ଲେବୁଲ୍। ଯେଉଁମାନେ ମେଟ୍ରିକ୍ ପାସ୍ କରି ଘରେ ବସିଥିବେ ସେଇମାନେ ଏଟାକୁ ଆପ୍ଲାଏ କରିପାରିବେ। ଦେଖନ୍ତୁ ସାଲେରୀ ବହୁତ ଭଲ ସାଲେରୀ ଅଛି। କେତେ ନା ମିନିମମ୍ ସାଲେରୀ କେତେ, 21,000 ପର୍ ମନ୍ଥ ଷ୍ଟାର୍ଟିଂ ହେବ। କାରଣ ଯେଉଁ ଆପଣ କଣ୍ଟ୍ରାକ୍ଚୁଆଲ୍ ବେସିସ୍ରେ 6 ବର୍ଷ ରହୁଥିଲେ, କଣ୍ଟ୍ରାକ୍ଟ ବେସିସ୍ ଉଠେଇ ଦେଇଛି, ଛାଡ଼ କରିଦେଇଛି, ଯେ କି 21,700 ପର୍ ମନ୍ଥ ସାଲେରୀ ରହିବ। ସିଲେକ୍ସନ୍ ପ୍ରୋସିଡ୍ ଆପଣ ମୁଁ ଜଣାଇଥିଲି କିଛି କି ବଦଲାବ ହେଇଛି। ଫାଷ୍ଟ ରିଟିନ୍ ଏକ୍ଜାମ୍ ଅଛି। ଦେଖନ୍ତୁ ସବୁ ଏଥିରେ ରିଟିନ୍ ଏକ୍ଜାମ୍ ଷ୍ଟାର୍ଟିଂରୁ କରିଦେଇଛି, ଯେ କି ରିଟିନ୍ କେତେ 100 ମାର୍କର ରିଟିନ୍ ହେବ, ଯେ କି 0.25 ନେଗେଟିଭ୍ ମାର୍କ ଅଛି, ଯେ କି ଆପଣମାନଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିବ। ଯେ କି ଏବେ ଯେଉଁ ପୋଷ୍ଟ ସବୁ ବାହାରିବ ସବୁ ଆଗରେ ରିଟିନ୍ ହେବ, ଯେ ସମସ୍ତେ ଏଟାକୁ ଭଲ ଭାବରେ ଦେଖନ୍ତୁ, ଯେ କି ପଢ଼ାପଢ଼ି ଜାରି ରଖନ୍ତୁ। ଫିଜିକାଲ୍ ପାଇଁ ଆପଣମାନେ ୱରିଡ୍ ହୁଅନ୍ତୁନି। ଫିଜିକାଲ୍ ଆପଣମାନଙ୍କର 15 ଦିନ ଭିତରେ ଫିଜିକାଲ୍ ବହୁତ ଭଲ ଭାବରେ ହେଇଯିବ, ଯେ କି ଆଗର ରିଟିନ୍ ଏକ୍ଜାମ୍ ଅଛି, ସେଥିପାଇଁ ଆପଣମାନେ ରିଟିନ୍ ପାଇଁ ତୟାରୀ କରନ୍ତୁ। ଚାଲନ୍ତୁ ଯିବା, କେବେ କ'ଣ ଫର୍ମଟି ଆପ୍ଲାଏ ହେବ। ଦେଖନ୍ତୁ ଫର୍ମ ଆପ୍ଲାଏ ହେବ, ମୁଁ ଆପଣଙ୍କୁ ଜଣାଇ ଦେଇଥିଲି, ଯେ କି ଫେବୃଆରୀ ମାସର ଫର୍ମ ଆପ୍ଲାଏ ହେବ। ବହୁତ ଜଲ୍ଦି ୟାର ଡେଟ୍ ଆସିଯିବ, ଯେ କି ମୁଁ ଆପଣମାନଙ୍କୁ ଜଣାଇଦେବି।
बहुत जल्दी फॉर्म अप्लाई डेट आसो फेब्रुआरी 1st वीक नचे तो लास्ट वीक यार फॉर्म अप्लाई स्टार्ट हो ऑनलाइन एप्लिकेशन फॉर्म बनइबो भल भाव देखु ऑनलाइन एप्लिकेशन फॉर्म बनइबो तापर देखु यार जो वैकेंसी को बाटालियन केते कौन वैकेंसी अच्छी देखु मुझे जन दूसरी जी ओडिशा रे जेतिकी बाटालियन अच्छी सबू बाटालियन वैकेंसी बाहरी देखो ओएसएफ 1 बाटालियन ढेंकानाल केते अच्छी 257 अच्छी सेकेंड बाटालियन झारसुगुड़ार अच्छी 55 थर्ड बाटालियन कोरापुटर अच्छी केते 101 राउरकेलार 72 बारिपदार अच्छी 95 कटकर अच्छी 118 भुवनेश्वर अच्छी केते अच्छी जे कि 113 अच्छी तापर अच्छी छत्रपुर 118 अच्छी बीबीएस आर भुवनेश्वर स्पेशल बोर्ड अच्छी केते ना 52 अच्छी गजपतिर केते अच्छी 57 अच्छी मालकानगिरी अच्छी 177 आईआरबी जो फास्ट बाटालियन कोरापुटर 26 बाटालियन 26 पोस्ट अच्छी तापर आईआरबी सेकेंड बाटालियन रायगड़ा 35 अच्छी आईआरबी जाजपुर 81 अच्छी आईआरबी 7th बाटालियन कोरापुटर अच्छी केते 9टी एसआईआर बाटालियन 80 भुवनेश्वर अच्छी केते अच्छी ना 51 अच्छी से भाव में कलाहांडी केते अच्छी 96 अच्छी भल भाव देखु जो बाटालियन अच्छी 17टी बाटालियन आईआरबी आईआरएस आउ एसएसबी जो बाटालियन अच्छी सबू बाटालियन वैकेंसी बाहरी कई भी एटा को डेरी करंतुनी हाथ छड़ा करंतु निजे निजे तैयार जारी रखु भल भाव देखु जेतिकी जेतिकी पोस्ट बाहरी बहुत भल पोस्ट बाहरी 1513टी वैकेंसी बाहरी कई भी हाथ छड़ा करंतुनी बिना स्किप करी वीडियोटी आरंभ शेष पर्यंत देखु तापर सबकि जानीपर समस्त को अनुरोध जदि आपको वीडियोटी भल लगे गोटे गोटे लाइक करूँ आ छोट छोट कमेंट टिके करूँ। जय जगन्नाथ जय हिंद जय भारत।